ଆଜିର କିଛି ମହାପୁରୁଷଙ୍କ ବାଣୀ। ସଫଳତା ବା ବିଫଳତା ଆମ ହାତର କଥା ନୁହେଁ। ଠିକ୍ ଭାବରେ କର୍ତ୍ତବ୍ୟ କରିବା ପାଇଁ ଆମେ ଉଦ୍ଦିଷ୍ଟ। ସତ୍କର୍ମରେ ଜୀବନ ଅତିବାହିତ ହେଲେ ଅମୃତମୟ ମୃତ୍ୟୁର ସନ୍ଧାନ ମିଳିଥାଏ। ଉପକାର କଦାପି ବ୍ୟର୍ଥ ହୁଏ ନାହିଁ। ପରିସ୍ଥିତି ଶିଶୁ ମନରେ ଅନେକ ପ୍ରଭାବ ପକାଇଥାଏ। ମାତ୍ର ପିତା ମାତାଙ୍କ ଠାରୁ ଗ୍ରହଣ କରିଥିବା ଗୁଣ ହେଉଛି ଶିଶୁର ମୂଳ ଦୁଆର ସ୍ୱରୂପ। ଚିନ୍ତା ଡାହାଣୀ ଶରୀର ଖାଏ। ଚିନ୍ତା ମଣିଷକୁ ଶକ୍ତିହୀନ କରିଦିଏ। ଚୁଗୁଲି ଶୁଣ ନାହିଁ, ଶୁଣିଲ ତ ମନକୁ ନିଅ ନାହିଁ। ମିଥ୍ୟା ଆତ୍ମାକୁ ଖାଇଯାଏ, ସତ୍ୟ ଆତ୍ମାକୁ ପୃଷ୍ଟ କରେ। ଉପକାର କରି କୌଣସି ଆଶା ରଖିବା ନିଜର ସତ୍କର୍ମ ଉପରେ ଆଞ୍ଚ ଆଣିବା ଛଡ଼ା ଅନ୍ୟ କିଛି ନୁହେଁ। ପ୍ରତ୍ୟେକ ଅପରାଧ ପାଇଁ ମାନବ ଚାଳିତ ଦଣ୍ଡ ବିଧାନ ରହିଥାଏ, କିନ୍ତୁ ପ୍ରତ୍ୟେକ ପାପ ପାଇଁ ଭଗବାନ ହିଁ ଦଣ୍ଡ ଦେଇଥାନ୍ତି କିମ୍ବା ନିଜର ବିବେକ ଦଣ୍ଡ ଦିଏ। ଉପକାରୀର ଧନ ସମ୍ପତ୍ତି କଦାପି ହ୍ରାସ ପାଏ ନାହିଁ। କୌଣସି ସ୍ତ୍ରୀ ସ୍ୱାମୀ ପାଇଁ ବାପା ମାଙ୍କୁ ତ୍ୟାଗ କରେ ନାହିଁ, କିନ୍ତୁ ଗୋଟିଏ ପୁରୁଷ ସ୍ତ୍ରୀ ପାଇଁ ବାପା ମାଙ୍କୁ ଛାଡ଼ିଦିଏ। କଥାଟା ଟିକେ ଟାଣ କିନ୍ତୁ ବାସ୍ତବ। ମଣିଷକୁ ଚିହ୍ନିବାର କ୍ଷମତା। ବନ୍ଧୁ, ମଣିଷକୁ ଚିହ୍ନିବାର କ୍ଷମତା ବଢ଼ାନ୍ତୁ, ନହେଲେ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ଧୋକା ଖାଇବା ପାଇଁ ପ୍ରସ୍ତୁତ ରୁହନ୍ତୁ। ବୁଦ୍ଧିମାନର ପରିଚୟ। ଲୋକପ୍ରିୟ ହେବାକୁ ଚେଷ୍ଟା କରନ୍ତୁ ନାହିଁ। କିଛି କାମ ପାଇଁ କାହାର କୌଣସି ଅନୁମତି ନେବା କିଛି ଆବଶ୍ୟକ ନାହିଁ। ବାରମ୍ବାର ଅନୁମତି ନେବା ଆପଣଙ୍କ ଦକ୍ଷତାକୁ ମାରିଦିଏ। ସେମାନଙ୍କ ଅନୁମତିରେ ନୁହେଁ, ବରଂ ନିଜ ନିଷ୍ପତ୍ତି ଉପରେ ବିଶ୍ୱାସ ରଖନ୍ତୁ। ଆଜିର ସଂସାରରେ ଅନେକ ଲୋକ ଅନ୍ୟମାନଙ୍କୁ ବିପଦରେ ପକାଇ ତାଙ୍କ ସରଳତାର ସୁଯୋଗ ନେଇ ତାଙ୍କୁ ନିନ୍ଦିତ କରି ଖୁସି ମନାଇଥାନ୍ତି। ହେଲେ ସେ ନିଜେ ମଧ୍ୟ ଜାଣିନଥାନ୍ତି ଯେ ସେ ଖୁସି ଖୁବ୍ ଅଳ୍ପ ଦିନର ବୋଲି। ସେମାନେ ଜାଣିନଥାନ୍ତି ଯେ ଅନ୍ୟ ପାଇଁ ଖୋଳିଥିବା ଗାତରେ ଦିନେ ନା ଦିନେ ସେ ନିଜେ ପଡ଼ିବେ ବୋଲି। ମିଥ୍ୟାର ଦମନ ପାଇଁ ଭଗବାନ ସବୁବେଳେ ସତ୍ୟର ସାହାରା ନେଇଥାନ୍ତି। ଆପଣ ଯଦି ଠିକ୍ ରାସ୍ତାରେ ଥାଇ ଅସୁବିଧା ଭୋଗୁଛନ୍ତି, ତେବେ ବୁଝିଯାଆନ୍ତୁ ଠାକୁରଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଅଛି। ଧୈର୍ଯ୍ୟର ସହ ସାମ୍ନା କରନ୍ତୁ। ଏ ସମୟ ଦିନେ ଚାଲିଯିବ। ଅନ୍ୟମାନଙ୍କର ଯଦି କିଛି ଭଲ କରିବାକୁ ଆମେ ଇଚ୍ଛା କରୁଥିଲେ, ଆସନ୍ତୁ ତାହା ତୁରନ୍ତ କରିବା। ସମୟ କାହାରିକୁ ଅପେକ୍ଷା କରେ ନାହିଁ। ଜୀବନର କୌଣସି ଗ୍ୟାରେଣ୍ଟି ନଥିବାରୁ ଭଲ କାମଟିକୁ ଶୀଘ୍ର କରିନେବା ଦରକାର। ଅନ୍ୟକୁ ଅନୁକରଣ କରିବା ନାହିଁ। ଆମେ ନିଜକୁ ଚିହ୍ନିବା ଓ ଆମେ ଯାହା ତାହା ହିଁ ରହିବା। ଈର୍ଷା ହେଉଛି ଅଜ୍ଞତା ଏବଂ ଅନୁକରଣ ହେଉଛି ଆତ୍ମହତ୍ୟା। ଜୟ ଶ୍ରୀ ଜଗନ୍ନାଥ।